ମଧ୍ୟଯୁଗୀୟ ୟୁରୋପର ସମାଜକୁ ତିନୋଟି ସ୍ପଷ୍ଟ ଭାଗରେ ବଣ୍ଟାଯାଇଥିଲା। ଯେଉଁମାନେ ପ୍ରାର୍ଥନା କରନ୍ତି, ଯେଉଁମାନେ ଯୁଦ୍ଧ କରନ୍ତି ଆଉ ଯେଉଁମାନେ କାମ କରନ୍ତି। ତେବେ ଆସନ୍ତୁ ଜାଣିବା ଶହ ଶହ ବର୍ଷ ଧରି ଚାଲିଥିବା ଏହି ବ୍ୟବସ୍ଥା କେମିତି ଗଢ଼ି ଉଠିଥିଲା ଆଉ ଶେଷରେ କାହିଁକି ଆଉ କେମିତି ଭାଙ୍ଗି ପଡ଼ିଲା। ଟିକେ କଳ୍ପନା କରନ୍ତୁ ତ ଏମିତି ଏକ ଦୁନିଆ ଯେଉଁଠି ଜଣେ କେଉଁଠି ଜନ୍ମ ହେଲା, ସେଇଠିରୁ ହିଁ ତାର ପୂରା ଜୀବନର ଭାଗ୍ୟ ସ୍ଥିର ହୋଇଯାଉଥିଲା। ସେ କ'ଣ କରିବ, କେଉଁଠି ରହିବ ଆଉ କାହା ପ୍ରତି ବିଶ୍ୱସ୍ତ ରହିବ, ସବୁକିଛି ଆଗରୁ ହିଁ ଠିକ୍ ହୋଇଯାଇଥାଏ। ହଁ, ଏହା ହିଁ ଥିଲା ସାମନ୍ତବାଦ ବା ଫ୍ୟୁଡାଲିଜମର କଠୋର ବାସ୍ତବତା, ଯେଉଁଠି ସମାଜରେ ପ୍ରତ୍ୟେକ ବ୍ୟକ୍ତିର ସ୍ଥାନ ଜନ୍ମରୁ ହିଁ ନିର୍ଦ୍ଧାରିତ ହେଉଥିଲା। ତାହେଲେ ଏହି ସମାଜର ମୂଳଦୁଆଟା ପ୍ରକୃତରେ କ'ଣ ଥିଲା? ଚାଲନ୍ତୁ ପ୍ରଥମେ ଏହି ସମାଜର ଗଠନକୁ ହିଁ ଟିକେ ଭଲ ଭାବରେ ବୁଝିବା। ଯେତେବେଳେ ବିଶାଳ ରୋମାନ ସାମ୍ରାଜ୍ୟର ପତନ ହେଲା, ସେତେବେଳେ ୟୁରୋପରେ ଗୋଟେ ପ୍ରକାରର ଅରାଜକତା ଖେଳିଗଲା। ଲୋକଙ୍କୁ ସୁରକ୍ଷା ଦରକାର ଥିଲା, ଆଉ ସେଇଥିରୁ ହିଁ ଏକ ନୂଆ ବ୍ୟବସ୍ଥା ଗଢ଼ି ଉଠିଲା। ଏହାର ମୂଳଦୁଆ ଥିଲା ଜମି ଉପରେ ନିୟନ୍ତ୍ରଣ, ଆଉ ଏହାକୁ ହିଁ କୁହାଯାଏ ସାମନ୍ତବାଦ ବା ଫ୍ୟୁଡାଲିଜମ, ଯାହାର ମୂଳ ଶବ୍ଦ ହେଉଛି ଫ୍ୟୁଡ୍, ମାନେ ଏକ ଖଣ୍ଡ ଜମି। ସେ ସମୟର ସମାଜକୁ ତିନୋଟି ପୂରା ସ୍ପଷ୍ଟ ଭାଗରେ ବାଣ୍ଟି ଦିଆଯାଇଥିଲା। ଆଉ ମଜା କଥା ହେଉଛି, ଏହାକୁ ଈଶ୍ୱରଙ୍କ ଦ୍ୱାରା ନିର୍ଦ୍ଧାରିତ ବୋଲି ବିଶ୍ୱାସ କରାଯାଉଥିଲା। ପ୍ରଥମ ଶ୍ରେଣୀରେ ଥିଲେ ପାଦ୍ରୀମାନେ, ଯେଉଁମାନଙ୍କର କାମ ଥିଲା ପ୍ରାର୍ଥନା କରିବା। ଦ୍ୱିତୀୟରେ ଥିଲେ ଅଭିଜାତ ବର୍ଗ, ମାନେ ଯୋଦ୍ଧାମାନେ, ଯେଉଁମାନେ ରାଜ୍ୟ ରକ୍ଷା କରୁଥିଲେ। ଆଉ ସଭା ତଳେ ତୃତୀୟ ଶ୍ରେଣୀରେ ଥିଲେ ସାଧାରଣ କୃଷକ, ଯେଉଁମାନଙ୍କର ପରିଶ୍ରମ ଉପରେ ହିଁ ବାକି ଦୁଇଟି ଶ୍ରେଣୀ ସମ୍ପୂର୍ଣ୍ଣ ଭାବେ ନିର୍ଭର କରୁଥିଲେ। ତେବେ ଏହି ପୂରା ବ୍ୟବସ୍ଥାଟା ପାରସ୍ପରିକ କର୍ତ୍ତବ୍ୟ ଆଉ ବିଶ୍ୱସ୍ତତା ଉପରେ ହିଁ ତିଷ୍ଠି ରହିଥିଲା। ଆସନ୍ତୁ ଦେଖିବା ଏହି ତିନୋଟି ଶ୍ରେଣୀ କେମିତି ପରସ୍ପର ଉପରେ ନିର୍ଭରଶୀଳ ଥିଲେ। ପ୍ରଥମ ଶ୍ରେଣୀ ମାନେ ପାଦ୍ରୀମାନେ କେବଳ ଧାର୍ମିକ କାମ କରୁନଥିଲେ। ଚର୍ଚ୍ଚ ନିଜେ ହିଁ ଏକ ବହୁତ ବଡ଼ ଜମିଦାର ଥିଲା ଆଉ ଏକ ଶକ୍ତିଶାଳୀ ରାଜନୈତିକ ସଂସ୍ଥା ମଧ୍ୟ ଥିଲା। ସେମାନେ ଲୋକଙ୍କୁ ଆଧ୍ୟାତ୍ମିକ ମାର୍ଗଦର୍ଶନ ଦେଉଥିଲେ ଆଉ ତା ସହିତ ସମାଜରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବି ନିଭାଉଥିଲେ। ଦ୍ୱିତୀୟ ଶ୍ରେଣୀରେ ଥିଲେ ଅଭିଜାତ ବର୍ଗ ବା ଯୋଦ୍ଧା। ରାଜାଙ୍କଠାରୁ ଆରମ୍ଭ କରି ଜଣେ ସାଧାରଣ ସୈନିକ ପର୍ଯ୍ୟନ୍ତ ସମସ୍ତେ ଗୋଟେ ପ୍ରତିଶ୍ରୁତିରେ ବନ୍ଧା ଥିଲେ, ଯାହାକୁ କୁହାଯାଉଥିଲା ଭାସାଲେଜ୍। ଏହାକୁ ଆପଣ ଏକ ପ୍ରକାରର ଡିଲ୍ ବା ଚୁକ୍ତି ବୋଲି କହିପାରିବେ। ରାଜାଙ୍କ ବିଶ୍ୱସ୍ତତା ଆଉ ସାମରିକ ସେବା ଦେବା ବଦଳରେ ସେମାନଙ୍କୁ ଜମି ମିଳୁଥିଲା। ସେମାନଙ୍କ ଜୀବନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯୁଦ୍ଧ କରିବା ଆଉ ରାଜ୍ୟକୁ ସୁରକ୍ଷା ଦେବା। ଆଉ ତୃତୀୟ ଶ୍ରେଣୀ, ସେମାନେ ହିଁ ଏହି ପୂରା ବ୍ୟବସ୍ଥାର ମେରୁଦଣ୍ଡ ଥିଲେ। ଏଥିରେ ସ୍ୱାଧୀନ କୃଷକ ବି ଥିଲେ ଆଉ ଭୂଦାସ ବା ସର୍ଫ ବି ଥିଲେ। ସେମାନେ ଜମିଦାରଙ୍କ ଜମିରେ ଦିନରାତି କାମ କରୁଥିଲେ ଆଉ ତା ବଦଳରେ ସେମାନଙ୍କୁ ସୁରକ୍ଷା ମିଳୁଥିଲା। କିନ୍ତୁ କେବଳ ସେତିକି ନୁହେଁ, ଏହା ସହିତ ସେମାନଙ୍କୁ ଅନେକ ପ୍ରକାରର କର ବା ଟ୍ୟାକ୍ସ ମଧ୍ୟ ଦେବାକୁ ପଡୁଥିଲା। ଏହି ବ୍ୟବସ୍ଥା ବାହାରକୁ ଯେତେ ସୁଦୃଢ଼ ଦେଖାଯାଉଥିଲା, ତା ଭିତରେ କିନ୍ତୁ ଧୀରେ ଧୀରେ କିଛି ଶକ୍ତିଶାଳୀ ପରିବର୍ତ୍ତନର ମଞ୍ଜି ବୁଣା ସରିଥିଲା, ଯାହା ଭବିଷ୍ୟତରେ ଏହାକୁ ଦୁର୍ବଳ କରିଦେଲା। ପ୍ରାୟ ଏକାଦଶ ଶତାବ୍ଦୀ ବେଳକୁ କୃଷି କ୍ଷେତ୍ରରେ ଗୋଟେ ବଡ଼ ବିପ୍ଳବ ଆସିଲା। ଭାରି ଲୁହା ଲଙ୍ଗୁଳ କଠିନ ମାଟିକୁ ବି ଚାଷଯୋଗ୍ୟ କରିଦେଲା। ଘୋଡ଼ା ପାଇଁ ନୂଆ ପ୍ରକାରର ହାର୍ନେସ୍ ସେମାନଙ୍କୁ ଆହୁରି ଶକ୍ତିଶାଳୀ କଲା, ଆଉ 3 କ୍ଷେତ୍ର ଫସଲ ପ୍ରଣାଳୀ ଜମିକୁ ଅଧିକ ଉର୍ବର ରଖିଲା। ଆଉ ଏହାର ସିଧା ଫଳ ହେଲା ଖାଦ୍ୟ ଉତ୍ପାଦନରେ ଏକ ଆଶ୍ଚର୍ଯ୍ୟଜନକ ବୃଦ୍ଧି। ଏହି କୃଷି ବିପ୍ଳବର ପ୍ରଭାବ କିନ୍ତୁ ବହୁତ ଦୂର ପର୍ଯ୍ୟନ୍ତ ଗଲା। ଅଧିକ ଖାଦ୍ୟ ମାନେ ଅଧିକ ଲୋକ, ଫଳରେ ଜନସଂଖ୍ୟା ବଢ଼ିଲା ଆଉ ପୁରୁଣା ସହରଗୁଡ଼ିକ ପୁଣି ଥରେ ବ୍ୟବସାୟ ଓ ବାଣିଜ୍ୟର କେନ୍ଦ୍ର ପାଲଟିଲା। ଧୀରେ ଧୀରେ ଲୋକେ ସେବା ବଦଳରେ ଟଙ୍କାରେ ଲାଗାଣ ଦେବା ଆରମ୍ଭ କଲେ, ଆଉ ଏହି ଗୋଟିଏ କଥା ସାମନ୍ତବାଦର ମୂଳଦୁଆକୁ ହିଁ ଦୋହଲାଇ ଦେଲା। ସେତେବେଳେ ଜର୍ମାନୀରେ ଗୋଟିଏ କଥା ବହୁତ ପ୍ରଚଳିତ ଥିଲା, ଷ୍ଟାର୍ଟ ଲୁଫ୍ଟ ମାର୍କଟ ଫ୍ରାଏ, ଯାହାର ଅର୍ଥ ହେଉଛି ସହରର ପବନ ମୁକ୍ତ କରେ, କାରଣ ସହରଗୁଡ଼ିକ ଭୂଦାସମାନଙ୍କ ପାଇଁ ସ୍ୱାଧୀନତାର ଏକ ନୂଆ ରାସ୍ତା ଖୋଲିଦେଇଥିଲା। ନିୟମ ଥିଲା, ଯଦି କୌଣସି ଭୂଦାସ ନିଜ ମାଲିକ ପାଖରୁ ଖସି ଆସି ବର୍ଷେ ଆଉ ଗୋଟିଏ ଦିନ ସହରରେ ରହିପାରିଲା, ତାହେଲେ ସେ ଆଇନ ଅନୁଯାୟୀ ସ୍ୱାଧୀନ ହୋଇଯାଉଥିଲା। କିନ୍ତୁ ତାପରେ ପରିସ୍ଥିତି ଏକ ବହୁତ ବଡ଼ ନାଟକୀୟ ମୋଡ୍ ନେଲା। ଗୋଟିଏ ନୁହେଁ, ବରଂ ଏକାଧିକ ବିପର୍ଯ୍ୟୟ ଏକାଠି ହୋଇ ଏହି ପୁରୁଣା ଦୁନିଆକୁ ପୂରାପୂରି ଧ୍ୱଂସ କରିଦେଲା। ଶହ ଶହ ବର୍ଷ ଧରି ୟୁରୋପର ଜଳବାୟୁ ଅପେକ୍ଷାକୃତ ଉଷ୍ମ ଥିଲା, ଯାହା କୃଷି ପାଇଁ ଭଲ ଥିଲା। କିନ୍ତୁ ଚତୁର୍ଦ୍ଦଶ ଶତାବ୍ଦୀରେ ସବୁକିଛି ବଦଳିଗଲା। ପାଗ ହଠାତ୍ ବଦଳିଗଲା, ୟୁରୋପରେ ଭୀଷଣ ଥଣ୍ଡା ପଡ଼ିଲା, ଫସଲ ପାଇଁ ସମୟ କମିଗଲା ଆଉ ଅମଳ ବି ବହୁତ କମିଗଲା, ଯାହାର ପରିଣାମ ଭୟଙ୍କର ଦୁର୍ଭିକ୍ଷ। ଏହା ପରେ ତ ଯେମିତି ଗୋଟିଏ ପରେ ଗୋଟିଏ ସଙ୍କଟ ମାଡ଼ି ଆସିଲା।
1315 ରୁ 1317 ମଧ୍ୟରେ ଭୟଙ୍କର ଦୁର୍ଭିକ୍ଷରେ ଲକ୍ଷ ଲକ୍ଷ ଲୋକ ମଲେ। ଏଥିରୁ ୟୁରୋପ ଟିକେ ସୁସ୍ଥ ହେବା ଆଗରୁ ହିଁ 1347ରେ ପହଞ୍ଚିଗଲା ଇତିହାସର ସବୁଠୁ ଭୟଙ୍କର ମହାମାରୀ ବ୍ଲାକ୍ ଡେଥ୍। ଏହି ଦୁଇଟି ବିପର୍ଯ୍ୟୟ ପରେ ସମାଜରେ ଯେଉଁ ଅସ୍ଥିରତା ସୃଷ୍ଟି ହେଲା ତାହା ଶେଷରେ ବ୍ୟାପକ କୃଷକ ବିଦ୍ରୋହର ରୂପ ନେଲା। ପୂରା ମହାଦେଶଟି ଯେମିତି ସମ୍ପୂର୍ଣ୍ଣ ଭାବରେ ଭୁଷୁଡ଼ି ପଡ଼ିଥିଲା। ସେହି ସମୟର ଇଟାଲୀୟ ଲେଖକ ବୋକାସିଓଙ୍କ ଏହି ଗୋଟିଏ ଧାଡ଼ିରୁ ବ୍ଲାକ୍ ଡେଥ୍ର ଭୟାବହତାକୁ ବେଶ୍ ଅନୁଭବ କରାଯାଇପାରେ। ବ୍ୟବସାୟିକ ଜାହାଜରେ ଆସିଥିବା ଏହି ମହାମାରୀ ଏତେ ଆକସ୍ମିକ ଆଉ ଏତେ ଭୟଙ୍କର ଥିଲା ଯେ ଲୋକେ ବୁଝିବା ଆଗରୁ ହିଁ ସବୁକିଛି ଶେଷ ହୋଇଯାଉଥିଲା। ଏହାର ପରିଣାମ କଳ୍ପନାର ବାହାରେ। ମାତ୍ର 100 ବର୍ଷ ଭିତରେ ୟୁରୋପର ଜନସଂଖ୍ୟା 7.3 କୋଟିରୁ ଖସି 4.5 କୋଟିରେ ପହଞ୍ଚିଗଲା। କିଛି କିଛି ଅଞ୍ଚଳରେ ତ 40% ଲୋକ ମୃତ୍ୟୁବରଣ କଲେ। ଏହାର ସିଧାସଳଖ ପ୍ରଭାବ ହେଲା ଶ୍ରମିକମାନଙ୍କର ପ୍ରବଳ ଅଭାବ। ଆଉ ଏହା ହିଁ ବଞ୍ଚିଯାଇଥିବା କୃଷକମାନଙ୍କୁ ପ୍ରଥମ ଥର ପାଇଁ ନିଜ ମାଲିକଙ୍କ ସହ ମୂଲଚାଲ କରିବାର ଶକ୍ତି ଦେଲା। ପୁରୁଣା ବ୍ୟବସ୍ଥାର ଏହି ଭୟଙ୍କର ପତନ କିନ୍ତୁ ଏକ ନୂଆ ରାଜନୈତିକ ବ୍ୟବସ୍ଥା ପାଇଁ ରାସ୍ତା ଖୋଲିଦେଲା। ପୁରୁଣା ବ୍ୟବସ୍ଥାର ଧ୍ୱଂସାବଶେଷ ଉପରେ ଏକ ନୂଆ ଶକ୍ତିର ଉଦୟ ହେଲା। ପୂର୍ବରୁ ଯେଉଁଠି କ୍ଷମତା ଛୋଟ ଛୋଟ ସାମନ୍ତମାନଙ୍କ ମଧ୍ୟରେ ବାଣ୍ଟି ହୋଇ ରହିଥିଲା, ଏବେ ତାହା ନୂଆ ରାଜାମାନଙ୍କ ହାତରେ କେନ୍ଦ୍ରୀଭୂତ ହେବାକୁ ଲାଗିଲା। ସେମାନେ ଲୋକଙ୍କଠାରୁ ନିୟମିତ ଟିକସ ଆଦାୟ କରି ଏକ ସ୍ଥାୟୀ ପେଶାଦାର ସେନା ଗଠନ କଲେ, ଯାହା ଆଉ ସାମନ୍ତମାନଙ୍କ ଉପରେ ନିର୍ଭରଶୀଳ ନଥିଲା। ତେବେ ସାମନ୍ତବାଦୀ ବ୍ୟବସ୍ଥାର ପତନର ଅର୍ଥ ଥିଲା ଯେ ରାଜା ଆଉ ପ୍ରଜାଙ୍କ ମଝିରେ ଥିବା ସାମନ୍ତମାନଙ୍କ ସ୍ତରଟି ଶେଷ ହୋଇଗଲା। ଏବେ ରାଜାମାନେ ନିଜ ପ୍ରଜାମାନଙ୍କ ଉପରେ ସିଧାସଳଖ ନିୟନ୍ତ୍ରଣ ପାଇଲେ, ଆଉ ଏହା ହିଁ ଆଧୁନିକ ରାଷ୍ଟ୍ର ରାଜ୍ୟ ଗଠନର ମୂଳଦୁଆ ପକାଇଥିଲା। ମଧ୍ୟଯୁଗର ସେହି 3ଟି ଶ୍ରେଣୀ ଆଜି ହୁଏତ ନାହିଁ, କିନ୍ତୁ ସେମାନଙ୍କର କାମ ଆଧ୍ୟାତ୍ମିକ ମାର୍ଗଦର୍ଶନ, ସୁରକ୍ଷା ଆଉ ଅର୍ଥବ୍ୟବସ୍ଥାକୁ ଚଳାଇବା ଏସବୁ ଆବଶ୍ୟକତା ଆଜି ବି ଅଛି। ତେବେ ପ୍ରଶ୍ନ ହେଉଛି, ସାମନ୍ତବାଦ ଚାଲିଗଲା, କିନ୍ତୁ କ'ଣ ସାମାଜିକ ଶ୍ରେଣୀ ବିଭାଗର ଧାରଣା ଆଜି ବି କୌଣସି ନା କୌଣସି ରୂପରେ ଆମ ସମାଜରେ ଜୀବିତ ନାହିଁ?